ମୋ ନା ଆଜ୍ଞା ମାଲକା ସାବର ଆଉ ଆମର 16 ପିଲା ଆଜ୍ଞା ଭାଇଆ ସାହେବ। କେମିତି କଣ ତୁମର ଏଠି ହତ୍ୟାକାଣ୍ଡ ଘଟିଲା? କେମିତି ହତ୍ୟା ହେଲା ଆଜ୍ଞା ମୁଁ ଜାଣିନି। ତାଙ୍କେ ଏଇଠି ମଦ ବିକା ହଉଛି, ଏ ପାମ୍ପଡ଼ି ଆଣିଲେ ମଦ ବିକାରେ ଖାଇଲେ ପିଇଲେ ଏ ଧନ୍ଦା କରିଥିଲେ। ଯାହାକୁ ହତ୍ୟା କଲେ ତାଙ୍କ ନାଁ କଣ? କୈଳାସ ସାବର। ତାଙ୍କୁ କିଏ ହତ୍ୟା କରିଛନ୍ତି? ହତ୍ୟା ଶ୍ରୀକ୍ଷେତ୍ର ସାବର ଗୋଟେ, ଆଉ ଗୋଟେ ପ୍ରଶାନ୍ତ ସାବର ଗୋଟେ, ଆଉ ଗୋଟେ କୋଶଳାରେ ଆଇଛି ତା ଶ୍ୱଶୁର ରହିଛି ଆକୁ ସୁଶାନ୍ତ କଣ ରଞ୍ଜିତ ସାବର ଗୋଟେ। କଣ ପାଇଁ ତାଙ୍କେ ଏମିତି କଲେ? ଆଜ୍ଞା ଏଇଟା କି ଜଣେ କାଲିଠୁ ତ ତାଙ୍କେ ଖାରକାଟ ରଖିଛନ୍ତି, ଆଜି ମାରୁଛନ୍ତି ଆଉ। କଣ ଏମାନଙ୍କ ରାଗ ରୁଷା ଥିଲା ଆଗରୁ? ରାଗ ରୁଷା ବୋଲେ ଆଜ୍ଞା ସେଇଟା ତାଙ୍କର କଣ ଥିବ ମୁଁ ସେଇଟା କହିପାରିବିନି। କେତେବେଳେ ଘଟଣା ଘଟିଲା? ଏଇଟା ଘଣ୍ଟେ ନା 2ଟା ସମୟରେ ହେଇଥିବ। ମୁଁ ଦେଶ ଆଡେ ଯାଇଥିଲି, ଆପଣ ମତେ ଗାଁକୁ ଯାଇଥିଲି, ମୁଁ ଆସି ସେ ଘାଟି ଉପରେ ମୁଁ ସେ ଖବରଟା ଜାଣିଛି। ସେ ପିଲା ଆଇଛି ବାଟରେ ସାଲି ସାଲି ଆଉଛି, ସେ କହିଲା ଯେ ଆଉ ଗୋଟେ ମୁଁ ଧରିକି ଆସିଥିଲେ? ଅସ୍ତ୍ର ଶସ୍ତ୍ର ଆଜ୍ଞା କୁଳିରେ କାଣିଛି କହୁଛି, ମୋ ପାଖରେ କହୁଥିଲା। କୋଉଠି ଆକ୍ରମଣ ହେଇଛି? ମୁଣ୍ଡରେ ଆଣିଦେଲି, ତାପରେ ବେକୁ ଆଣିଲି କହିଲା। କିଏ କହିଲା? ଯେ ଯାଇଛି ସେ ପିଲା ଚାଲ ସେ କରିକି ଯାଇଛି ସେ ଥାନାରେ। ସେମାନେ ସବୁ କୁଆଡେ ଅଛନ୍ତି? ଯୋଉମାନେ ଆକ୍ରମଣ କରି ସେମାନେ କୁଆଡେ ଯାଇଛନ୍ତି? 2 ଜଣ କୋଉଠି ଅଛନ୍ତି, ଏ ଡାଇରେକ୍ଟ ପଳେଇଲା ଥାନାକୁ ଆଉ। ଜଣେ ଥାନାକୁ ଯାଇଛି। କିଏ ସେ ଥାନାକୁ ଯାଇଛି? ଶ୍ରୀକ୍ଷେତ୍ର। ତାଙ୍କର ଘର? ଘର ସେଇଟା ରାୟପଡ଼ାରେ।